ଲକ୍ଷ୍ମଣ ବାବୁ ନମସ୍କାର। ଆଜ୍ଞା ଆପଣ ନମସ୍କାର। ଏଇଟା ଗୋଟେ ଆପଣଙ୍କ ପାଇଁ ଗୋଟେ ରାଜନୈତିକ ଗୋଟେ ଭଲ ଗେମ୍ ଚେଞ୍ଜର ବୋଲି ତ ସମସ୍ତେ କହୁଛନ୍ତି। ଭାରତୀୟ ଜନତା ପାର୍ଟି ଠିକ ସମୟରେ ମୌକା ଦେଖି ଚୌକା ମାରେ। ଆଉ ଏଥର କିନ୍ତୁ ଆପ୍ ସହିତ ଆପଣଙ୍କର ଏଇ ଯୋଉ ଗୋଟେ ଫଟୋ ସାମ୍ନାକୁ ଆସୁଛି କି 7 ଜଣ ସାଂସଦଙ୍କୁ ଆପଣ ଏକାଥରେ ନେଇଗଲେ ଏଟା ଗୋଟେ ଛକା ହେଇଛି ବୋଲି କହିବା। କିନ୍ତୁ ଆପଣଙ୍କୁ ଲାଗୁନି ଆପଣଙ୍କ ଦଳରେ ଗୋଟେ ୱାସିଂ ମେସିନ ଅଛି ଯେଉଁ ଦଳର ନେତାଙ୍କ ଉପରେ ଆପଣ ଥରେ କଟାକ୍ଷ କରୁଥିଲେ, ବିରୋଧ କରୁଥିଲେ, ସେଇମାନଙ୍କର ନେତା ମନ୍ତ୍ରୀଙ୍କୁ ନେଇକି ଆପଣ ଦଳ ମୂଳଦୁଆ ଷ୍ଟ୍ରଙ୍ଗ କରୁଛନ୍ତି, କଣ କହିବେ ଆକୁ? ନାଇଁ, ଆମର ଭାରତୀୟ ଜନତା ପାର୍ଟି ଗୋଟେ ବୃହତ ରାଜନୈତିକ ଗଣତାନ୍ତ୍ରିକ ଦଳ। ଏ ଦଳକୁ ଯୋଉମାନେ ଆସିବେ ସେମାନଙ୍କର ସବୁ ପ୍ରକାର ମାନେ ସ୍ଥିତି ଦେଖି ତାଙ୍କୁ ଅଣାଯାଉଛି। ତାର ଅର୍ଥ ନୁହଁ ଦଳ ଉପରେ ସେମାନେ ହାବି ହେଇଯିବେ। ଅର୍ଥ ହଉଛି ଦଳକୁ ସେମାନେ ମଜବୁତ କରିବେ ତାଙ୍କ ଦ୍ୱାରା ମଧ୍ୟ ନୁହଁ। ଦଳ ମଜବୁତ ହବ କିଛି ଲୋକଙ୍କୁ ନେଇକି, ତା ଭିତରେ ସେମାନେ କିଛି ଜଣ, କିନ୍ତୁ ସେମାନେ ନ ଆସିଲେ ଦଳ ବଢି ନଥାନ୍ତା। ଆଉ ଆମର ୱାସିଂ ମେସିନ ଅଛି, ଯାହାକୁ ଆଣି ପକେଇଦେଲୁ ସେ ପୁରା ସଫା ହେଇଗଲା। ଏଭଳି ଯୋଉ ନେରେଟିଭ ତିଆରି କରୁଛି ମାନେ ଆପ୍ ଏବଂ କଂଗ୍ରେସ ବହୁତ ସମୟରେ ଏ ନେରେଟିଭ ଟାକୁ ବାରମ୍ବାର କହି କହି ଘିସା ପିଟା ହେଇଗଲାଣି। ଲୋକ ସେ କଥାରେ ଆଉ ବିଶ୍ୱାସ କରିବେନି। ଲୋକ କେବଳ ଦେଖୁଛନ୍ତି ଯେ ବର୍ତ୍ତମାନ ଆଗାମୀ ଦିନରେ ଭାରତର ସ୍ଥାୟିତ୍ୱ ଏବଂ ଭାରତର ସବୁଠାରୁ ବଡ ସମୃଦ୍ଧି ହଉଛି ଭାରତୀୟ ଜନତା ପାର୍ଟି। ତେଣୁ ଭାରତୀୟ ଜନତା ପାର୍ଟିର ସ୍ଥିତି ସମୃଦ୍ଧି ଉପରେ ଯିଏ ବିଶ୍ୱାସ କରିକି ଆସୁଛି ତାକୁ ଆମେ ନେବୁନି କେମିତି? ଏଟା ତ ଦଳ ଭିତରେ କଣ ନେତା ନାହାନ୍ତି? ଆପଣଙ୍କର ଦଳ ସଂଗଠନକୁ ମଜବୁତ କରିବା, ଦଳକୁ ମଜବୁତ କରିବା ଏଇଟା ଏକ ରାଜନୈତିକ ଦଳର ପ୍ରକ୍ରିୟାକରଣ, ଏଇଟା ହୁଏ ସ୍ୱାଭାବିକ କଥା। ତ ଆପଣଙ୍କ ଦଳରେ କଣ ଗ୍ରାଉଣ୍ଡ ଜିରୋରେ ନେତା ନାହାନ୍ତି କି ଯିଏକି ଦଳକୁ ସଂଗଠନ କରିପାରିବ, ସୁଦୃଢ କରିପାରିବ? ଆପଣଙ୍କର ଅଭିଯୋଗ ଆସୁଛି କି ଆପଣ ଇଡି ଲଗାଉଛନ୍ତି, ସିବିଆଇ ଲଗାଉଛନ୍ତି, ତାପରେ ଯୋଉମାନଙ୍କ ଉପରେ ଇଡି ସିବିଆଇ ଚଢାଉ ହଉଛି ଠିକ ତାପରେ ସେମାନେ ଭାରତୀୟ ଜନତା ପାର୍ଟିରେ ଯୋଗ ଦଉଛନ୍ତି, ନିକଟରେ ମଧ୍ୟ ଦେଖାଯାଇଛି। ଦେଖନ୍ତୁ, ଇଡି ସିବିଆଇ ତା କାମ ସେ କରୁଛି। ଯୋଉମାନେ ନେରେଟିଭ ତିଆରି କରୁଛନ୍ତି ରଙ୍ଗ ନେରେଟିଭ ଯେ ଇଡି ସିବିଆଇ ଆମେ ଲଗାଉଛୁ, ତାର ତ ଇଡି ସିବିଆଇ ର ନିଜର କାମ କିଛି ନାହିଁ। ସେ ରାଜନୈତିକ ହାତ ବାହାର ସେଇ ବସିଛି କେବଳ ଚୁପଚାପ, ହୁଇସିଲ ମାରିଲେ ଯାଉଛି, ହୁଇସିଲ ମାରିଲେ କାମ କରୁଛି। ଏଭଳି କହିବା ଗୋଟେ ପ୍ରକାର ସାମ୍ବିଧାନିକ ସଂସ୍ଥା ପ୍ରତି ଅବମାନନା ବୋଲି ଅନ୍ୟମାନଙ୍କ ପାଇଁ ମୁଁ କହିବି ନିଶ୍ଚିତ ଭାବେ। ଦ୍ୱିତୀୟ କଥା, ଆମ ଦଳରେ କିଏ ଲୋକ ନାହାନ୍ତି କି? ଆମ ଦଳ ତ 30 ବର୍ଷର ପୁରୁଣା ଲୋକ, 40 ବର୍ଷର ପୁରୁଣା ଲୋକ, 45 ବର୍ଷର ପୁରୁଣା ଲୋକ ଅଛନ୍ତି। ଆଚ୍ଛା, ଅନ୍ୟ ଦଳର ଶୁଣନ୍ତୁ ଅନ୍ୟ ଦଳର ଲୋକଙ୍କୁ ଆଣିକି ତାଙ୍କୁ ସଂସ୍କାର ବିଚାର ଦେଇକି ତାଙ୍କୁ ଦେଶ ପ୍ରେମର ଭାବନା ଦେଇକି ଆମେ ଯଦି ରାଜନୈତିକ ପାର୍ଟିରେ କାମରେ ଲଗେଇଲୁ, କ୍ଷତି କୋଉଠି ହଉଛି? ଅନ୍ୟମାନେ ଡରୁଛନ୍ତି କାହିଁକି? ସେଇ କଥା ତ କୁହାଯାଉଛି କି ବିରୋଧୀ ମାନେ ସେଇ ଅଭିଯୋଗ କରୁଛନ୍ତି କି ଭାରତୀୟ ଜନତା ପାର୍ଟି ଯେତେବେଳେ ଯୋଉମାନଙ୍କୁ ନଉଛନ୍ତି ଦଳଠୁ, ସେ ବିରୋଧୀ ଦଳ ମାନଙ୍କ ଭିତରୁ ଯୋଉମାନଙ୍କୁ ନଉଛନ୍ତି କୋଉଠି ନା କୋଉଠି ପୂର୍ବରୁ ବି ମଧ୍ୟ ସେଇମାନଙ୍କ ଉପରେ ବର୍ଷିଥିବେ। ଯେମିତି ରାଘବ ଚଢା ଦିନେ କହିଥିଲେ ଭାରତୀୟ ଜନତା ପାର୍ଟି ହଉଛି ଗୁଣ୍ଡା ମାନଙ୍କର ଦଳ, ଦିନେ କହିଥିଲେ ଆପଣଙ୍କର ଦଳକୁ, ପୁଣି ଆପଣଙ୍କର ହାଇକମାଣ୍ଡ ତାଙ୍କୁ ଫୁଲଗୁଚ୍ଛ ଦେଇକି ପୁଣି ୱେଲକମ କରୁଛନ୍ତି ଦଳ ଭିତରେ। ନିଶ୍ଚିତ ରାଜନୈତିକ ବୟାନବାଜି ଭିତରେ କେତେବେଳେ କିଏ କାହାକୁ କୋଉ ପରିପ୍ରେକ୍ଷୀରେ କୋଉ ଆବଶ୍ୟକତାକୁ ଭିତ୍ତି କରିକି ଗାଳି ଦେଇଥିଲା, କଟାକ୍ଷ କରିଥିଲା କିମ୍ବା ସମାଲୋଚନା କରିଥିଲା ସେଟା ଅଲଗା କଥା। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ରାଜନୈତିକ ଦଳରେ ଦଳ ବିରୋଧୀ ନିୟମ ଅନୁଯାୟୀ ଦଳ ବଦଳ ନିୟମ ଧାରାରେ ଯୋଉମାନେ ଆସିବେ ସେମାନଙ୍କୁ ନିଆଯିବ ଏବଂ ସେମାନଙ୍କୁ, ଆମେ ତ ପୁରୁଣା ଲୋକ ଅଛୁ, ଆମ ଭଳି 35 ବର୍ଷ 40 ବର୍ଷ ଦଳକୁ ଲହୁଲୁହ ଦେଇକି ଗଢିଥିବା ଲୋକ ଆମେ ଅଛୁ। ଆମେ ସେମାନଙ୍କୁ ସଂସ୍କାରିତ କରିବୁ, ବିଚାରଧାରାରେ ପରିପୃଷ୍ଟ କରିବୁ ଏବଂ ତାକୁ ସମ୍ପୂର୍ଣ୍ଣ ରୂପେ ନିୟୋଜିତ କରିକି ଭାରତର କଲ୍ୟାଣ ପାଇଁ ଲଗେଇବୁ। ସେମିତି ଯଦି ଭାବନା ଥାନ୍ତା ତାହେଲେ ଆମ ଦଳକୁ କେହି ନ ଆସୁ, ଆମେ ପୁରୁଣା ଲୋକ ହିଁ ଦଳ ଚଳେଇବୁ, ଏଭଳି ଗୋଟେ ଧାରା ଆମେ ଲାଗୁ କରିଥାନ୍ତୁ। ବିଜେପିରେ ସେ ଧାରା ନାହିଁ। କଂଗ୍ରେସରେ ଯେମିତି ବଂଶବାଦର ଧାରା ଅଛି, ଆମ ବଂଶକୁ ଛାଡିଦେଲେ ଆଉ କେହି ମାନେ ଟପ୍ ଲେଭେଲକୁ ଯାଇପାରିବେ ନାହିଁ। ଏଭଳି ସେମାନଙ୍କର ଯୋଉ ଧାରା ଅଛି, ଆମର ଅଛି କି ଆମର ସାଧାରଣ ଲୋକଙ୍କୁ ଆମେ କରିଛୁ ରାଷ୍ଟ୍ରପତି, ସାଧାରଣ ଲୋକ ଯାଇକି ହେଇଛନ୍ତି ପ୍ରଧାନମନ୍ତ୍ରୀ, ସାଧାରଣ ଲୋକ ହେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଚିନ୍ତା କରନ୍ତୁ, ଏଇଟା ବି ସାର୍ ନଜିର ଅଛି, ବହୁତ କ୍ଷେତ୍ରରେ ବି ମଧ୍ୟ ଦେଖିବାକୁ ମିଳିଛି। ପର ପିଢିକୁ ମଧ୍ୟ ସତ୍ତା ସମର୍ପଣ କରାଯାଇଛି। ଏଇଟା
ହୁଏ ଏଇଟା ରାଜନୀତି ଏଟା କିଛି ବଡ କଥା ନୁହେଁ। ନା ଏଇଟା ଅନ୍ୟାନ୍ୟ ଦଳରେ ହୁଏନି। ଅନ୍ୟାନ୍ୟ ଦଳରେ କେବଳ ବଂଶବାଦ କେବଳ ରାଜନୈତିକ ପୃଷ୍ଠପୋଷକତାରେ ହୁଏ। ଆମର କିନ୍ତୁ ସାଧାରଣ କାର୍ଯ୍ୟକର୍ତ୍ତାଟେ ଏଇଟା କାର୍ଯ୍ୟକର୍ତ୍ତା ଆଧାରିତ ଦଳ ସାଧାରଣ କାର୍ଯ୍ୟକର୍ତ୍ତାଟେ ସମୁଚ୍ଚ ସ୍ତରରେ ପହଞ୍ଚି ପାରେ ଏଇଟା ଆମେ ଦେଖେଇ ସାରିଛୁ। ତେଣୁ ଏବେ ଯୋଉମାନଙ୍କୁ ଆମେ ଆଣୁଛୁ ତାଙ୍କୁ ୱାସିଂ ମେସିନରେ କଣ ପକେଇବୁ? ସେଗୁଡା କଣ ଲୁକା କି? ସେଗୁଡା ପୁରା ମଣିଷ ଗୋଟେ ଗୋଟେ ତାଙ୍କ ଭିତରେ ଜ୍ଞାନ ନୈତିକତା ଶିଷ୍ଟାଚାର ଅଛି। ସେଗୁଡାକୁ ଆମେ କଣ କରିବୁ? ଧୀରେ 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 ପ୍ରବହମାନ ସ୍ରୋତ ଭିତରେ ଭାରତ ଅଭିମୁଖୀ କାମ କରିବା ପାଇଁ ତାଙ୍କୁ ଭାରତ ମାତା की जय वंदे मातरम भारत में जब रहना होगा वंदे मातरम कहना होगा ये भावना उद्बुद्ध करके आम काम लगेबू। भारत में कई आम रिजेक्टेड नुह प्रत्येक लोक भीतर किसी ना किसी भल सत्ता अच्छी एवं जब रिजेक्टेड 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 आम करूँ केते लोक रिजेक्ट करूँ 140 कोटी लोक रिजेक्टेड कर कौन टा उद्देश्य हो। तेणु जो लोक मैंने अच्छा से लोक भीतर जो मान समर्पित भावना अच्छी से आम पुराणा लोक पूरा अच्छु ठीक ठाक संस्कार विचार देकी काम लगेबू। ए क्षेत्र जो मानकर किसी असुविधा होची जो माने ए प्रकार बयानबाजी करछंदी सेमाने अति तलस्तर अछंदी से बुझी पारना भारत राजनीति कौन भारत राजनीति समीक्षक मानकर आकलन किंतु किसी अलग कहूची कि काले भारतीय जनता पार्टी आंचलिक दल को बर्दाश्त करि पारुनी बोधे आंचलिक दल को मूलोपोज करने तार गोटे रणनीति आंचलिक दल मान जो माने जो मान टॉप लीडरशिप रोचे जो माने टॉप लीडरशिप से आसुचंती से नबा कोटी ना कोटी भारतीय जनता पार्टी गोटे राजनीति पेशागत राजनीति बोली कह जाउची राजनीति समीक्षक माने कहउछंती आकलन करूछन। राजनीतिक समीक्षक माने जानिया दरकार जे भारतीय राजनीतिर मूल उद्देश्य बा मूल सिद्धांत हवा दरकार सबका साथ सबका विकास सबका विश्वास सबका प्रयास ये उद्देश्य आम काम करछु। विरोधी रहिबार आवश्यकता अछि ना नहीं आपण मानुछ? विरोधी दल रहिबा आवश्यकता अछि। विरोधी को जदी हाईएस्ट सम्मान के देछि आम मान दउछु विरोधी को हाईएस्ट सम्मान दउछु एवं मुद्दा भित्तिक प्रसंग भित्तिक मूल्यबोध भित्तिक राजनीति करंतु बोले हम तांको आह्वान करछु। ओडिशा शुणु शुणु ओडिशा विरोधी दल नेता रहिलेनी असेंबली चलिया समय आमे तो आह्वान देलु स्वागत कलु जे आपण रहउना कहीं आपण रहंतु विरोधी दल नेता कोन पळे दिल्ली ओडिशा तो परिप्रेक्षी जदि आपण देखिबे सेटा गोटे अलग पूरा भिन्न अलग का इश्यू रहिबो काई केंद्र इश्यू जदि आपण कहउचंती नहीं आपण लखन बाबू एबे जो कहिले ओडिशा कथा जदि कहिले ओडिशा रे जो विरोधी दल रहिचंती मुख्य विरोधी दल बीजेडी कथा जदि कहबा तो कई छोटिया मोटिया विरोधी नाहांती बहुत बड़ आकार आपण कहि पारिबे बड़ धरणर गोटे विरोधी अच्छी जहाँ भारतीय जनता पार्टी पर सरकार सामना करुँच बिना विरोधी से सरकार गृह चलेबे केमिति गृह चलेबा तो असंभव। तेणु एटा विरोधी गृह भीतर से विरोधी रहिबा आवश्यकता रही है। गणतंत्र आपण को गणतंत्र भी कहूँ कि संविधान कहूँ गणतांत्रिक अधिकार आप सरकार रही विपक्ष भी एड़ाई पारे। तो टिके कथा जाना चाहूँगी जो 7 जन राज्यसभा सांसद को नबा गोटे लगुनि कि नाई गोटे दल को बर्दाश्त करि पारुनी हुए तो बीजेपी ना ना 7 जन राजनीतिक माने राज्यसभा सांसद को नेबा कथा कहतुनी 7 जन विरोधी माने राज्यसभा सदस्य आसीबा आम पई शुभंकर कि क्षतिकर से प्रश्न पचारे आम उत्तर देबू कि आम नबू माने कौन बेकर दौड़ी पकई नौचु ना से जबरदस्ती टाणी नौचु ना प्रलोभन देखौचु ना अଯଥା कथा जो माने कहउछंती विरोधी वाला जे वाशिंग मशीन में पकई नौचु एटा ओडिशा में आप तो मुख्य सही कथा कहउछंती कि ओडिशा आप मुख्य जहा कहउछंती प्रलोभन 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 तार तो एते दिन धरिकी दल खाली प्रलोभन रो शिकार होता लोक गुड़ा थिले कि आम आदमी पार्टी प्रलोभन गोटे दल कि निशिकांत बाबू मो कथार उत्तर आगे रखंतु निशिकांत बाबू को आपण पचारंतु निशिकांत बाबू आपणकर आम आदमी पार्टी केवल प्रलोभन दल कि प्रलोभन बशवर्ती लोक बहुत मात्रा सामिल होकर दल करथिले कि से हाँ करदेवे ताले तांकर ए जो उपस्थापना ठीक हम
ପ୍ରଲୋଭନର ବଶବର୍ତ୍ତୀ ହେଇକି ଯାଇଛନ୍ତି ଏ କଥା ସେ ଆଡମିଟ କରୁଛନ୍ତି ତାହେଲେ ସିଏ ଆଉ ଗୋଟେ କଥା ଆଡମିଟ କରିଦେଲେ ଦି ଏଣ୍ଡ ହେଇଯିବ କ୍ୱେଶ୍ଚିନ୍। ଗୋଟେ କଥା ସିଏ ଆଡମିଟ କରିଯାଆନ୍ତୁ ଯେ ତାଙ୍କ ଦଳରେ କେବଳ ପ୍ରଲୋଭନର ବଶବର୍ତ୍ତୀ ହେଇଥିବା ତୁଙ୍ଗ ନେତା ମାନେ ଥିଲେ। ତା ଭୁଲ ଦଳ ଭିତରେ ନିଶିକାନ୍ତ ବାବୁ ଅଛନ୍ତି, ମୁଁ ସେ କଥା କହିବି। ସେ ମୋର ଘନିଷ୍ଠ ବନ୍ଧୁ ନିଶିକାନ୍ତ ବାବୁ, କିନ୍ତୁ ମୁଁ ତାଙ୍କୁ ଆଡଭାଇଜ କରିବି ଯେ ଗୋଟେ ଭୁଲ ଦଳରେ ସେ ପଶି ଯାଇଛନ୍ତି। ସମସ୍ତ ପ୍ରଲୋଭିତ ଲୋକମାନଙ୍କ ଗହଣରେ ସେ ଅଛନ୍ତି। ଆପଣ ବି ତାଙ୍କୁ ବିଜେପି କୁ ଆହ୍ୱାନ କରୁଛନ୍ତି, ପରୋକ୍ଷରେ କହିପାରିବେ? ହଁ, ଆମେ ତ ନିଶିକାନ୍ତ ବାବୁଙ୍କୁ ଆହ୍ୱାନ କରିବୁ, ତାଙ୍କ ଦଳର ଅନେକ ଲୋକ ଭଲ ଭଲ ଲୋକଙ୍କୁ ଆହ୍ୱାନ କରିବୁ, ଯୋଉମାନେ ଜ୍ଞାନୀ ଗୁଣୀ ତେଜସ୍ୱୀ ପ୍ରଖର ପ୍ରଜ୍ଞାମାନ ଚିନ୍ତାଶୀଳ ବିଦ୍ୱାନ ଲୋକ ଅଛନ୍ତି, କୋଉଠି କୋଉଠି ମଧ୍ୟ ଅଛନ୍ତି, ସମସ୍ତଙ୍କୁ ଆମେ ଆହ୍ୱାନ କରୁଛୁ। ଆସନ୍ତୁ ସମସ୍ତେ ଆମ ସହିତ ମିଶିକି ଦେଶର କଲ୍ୟାଣ ପାଇଁ କାମରେ ଲାଗିବା, ମୋଦିଙ୍କ ହାତ ମୁଠାକୁ ଟାଣ କରିବା, ଆହୁରି ଦେଶକୁ ଆଗକୁ ବଢେଇବା। ଶେଷ ପ୍ରତିକ୍ରିୟା ନେବାକୁ ଚାହିଁବି। ଗୁଜୁରାଟରେ ଆପ୍ର ସଂଗଠନ ଗ୍ରାଉଣ୍ଡ ଜିରୋ ସୁଦୃଢ ହଉଛି, ଆଉ ବିଜେପିରେ ଯୋଗ ଦେଇଥିବା ଏ 7 ଜଣ ସାଂସଦ ସେତେଟା ଫଳପ୍ରଦ ହବନି, ଆପ୍ ପାଇଁ ସେତିକି କ୍ଷତି ସାବ୍ୟସ୍ତ ହବନି ଯେତିକି ବିଜେପି ଭାବୁଛି କି ତା ପାଇଁ ଲାଭ ହବ। ଦେଖନ୍ତୁ, ଗତ ଜେନେରାଲ ଇଲେକ୍ସନରେ ଗୁଜୁରାଟରେ आम आदमी पार्टी जाकि कही कही घर घर बुलीथिला एवं मीडिया रे कही साथिला जे आमे सरकार निश्चित करूचु, आमे जदि गुजरात रे सरकार न करिवु राजनीति आमे बहुत ओहरी जीवु ए कथा मते कहिदिले। गुजरात रे सरकार कोन करिवे, जेतिकी डिजिट रे तांकर माने विरोधी दलर मुख्य नेता हकत सेतिकी डिजिट भी पहुंची पाले नै। गुजरात रो अवस्था कोन, गुजरात रे तो हमर संख्या गरिष्ठता आसला, स्पष्ट बहुमत आसला, जोठी आम आदमी पार्टी जाकि फॉल्स प्रूव है, एकदम नाकामयाब प्रमाणित है कि गुजरात रु फेरी गत इलेक्शन रे। आउ ए इलेक्शन रे ताठू अधिक काम आमे करछु, जनाधार हमर अधिक बढ़ी, लोकंकर विश्वास समर्थन बढ़ी। आ मोदी सेटा मूल जगह माननीय अमित शाह जी मोदी जी से जगह पे कौन कर गुजरात रो घर घरे लोक कहते। ता पूर्व मोदी पूर्व कांग्रेस थिला, कौन करथिला और आम आदमी पार्टी अवदान कौन गुजरात में किछि नुह, बिग जीरो। धन्यवाद लक्ष्मण बाबू। निहाती आपण जोटा कहउचंती कि आपण दल को जीवा विरोधी मानकर एटा गोटे आपण दल को सीधा सड़क केवल सुदृढ़ करता नुहे, कोटि ना कोटि देश हित में राजनीति आसबो बोली आपण स्पष्टता रहुछि निश्चित। किंतु विरोधी दल जहाँ बयानबाजी रहुछि ताकू केवल समय ही अपेक्षा करबा को दिगते जाउछि देशर ये राजनीति। धन्यवाद। श्योर श्योर, थैंक यू।